ସକାଳୁ ଭାରି ଶୀତ ଲାଗୁଛି, କାମ କରିବାକୁ କିଛି ବି ଇଚ୍ଛା ହଉନି। ଫିର୍ ବି କାମ ନ କଲେ କ'ଣ ହବ କି? ସେଥିପାଇଁ କି ଟିକେ ଚା ରୁଟି ଖାଇ ଦେଇଥିଲି, ଜୁଜୁଲକୁ ବି ଖାଇବା ଖୁଆଇ ଦେଇଥିଲି। ତାପରେ ମୁଁ ମୋ କାମରେ ଲାଗି ଯାଇଥିଲି। ଯେହେତୁ ଆଜି ରବିବାର ଅଛି ତ କାମ ବହୁତ ସାରା। ତ ମୁଢ଼ି କିଣିକି ଆଣିଥିଲି, ତାକୁ ଏବେ ଚଲେଇକି ରଖୁଛି। ତ ଆଜି ନ ରଖିଲେ ପୁଣି ଟାଇମ୍ ହବନି। ଗାଧେଇ ପାଧେଇ ସାରି ପୂଜାପତ୍ର ସାରି ଆସିଥିଲି ରୋଷେଇ କରିବା ପାଇଁକି। ହଜବେଣ୍ଡ କହିଲେ ଆଜି ମୁଁ ରୋଷେଇ କରିବି। ତ ଯେଦିନ ଚିକେନ୍ ହିଁ ହୁଏ ହଜବେଣ୍ଡ ହିଁ ରୋଷେଇ କରନ୍ତି। କିନ୍ତୁ ମୋତେ ଚିକେନ୍ ରୋଷେଇ କରିବା ପାଇଁ ଭଲ ଲାଗେନି। ମୁଁ ଯଦି ରୋଷେଇ କରିବି ତାହେଲେ ମୋତେ ଇଚ୍ଛା ହିଁ ହେବନି ଖାଇବା ପାଇଁକି। ତ ସିଏ ବନେଇ ଦେଇଥିଲେ। ତାପରେ ଚିକେନ୍ ତ ଖାଇବା ପାଇଁ ଏମିତିରେ ଆମକୁ କାହାକୁ ବି ଇଚ୍ଛା ନାହିଁ, କିନ୍ତୁ ଜୁଜୁଲ ଯେହେତୁ କହିଲା ସେଥିପାଇଁକି ବନା ହେଲା। ତ ତାକୁ ଏଠି ଶୀତ ଲାଗୁଛି, ସେ ତକିଆ ଗୁଡ଼ାକ ଜାକି ଜୁକାକି ବସିଛି। ଆଉ କିଛି ସାଇଡ଼୍ରେ ମୁଁ ତରକାରୀ ବନେଇ ନାହିଁ, କାହିଁକିନା ଆଜି ଆଉ ଟାଇମ୍ ହିଁ ହେଇନଥିଲା। ତାପରେ ଚିକେନ୍ ଭାତ ଏମିତି ହିଁ ଖାଇ ଦେଇଥିଲେ, ଆମେ ସବୁ ଖାଇ ନେଇଥିଲୁ ବସିକି। ତାପରେ ଏଠି ମୁଁ ଛାତ ଉପରକୁ ଆସିଥିଲି ଲୁଗା ଉଠେଇବା ପାଇଁକି। ଗଛ ଦୁଇଟା ଯେଉଁ ଚା ପିଇବା ଗ୍ଲାସ୍ରେ ଲଗେଇଥିଲି, ସେଟାକୁ ତଳକୁ ନେଇ ଆସିଲି। ତାପରେ ଆସି ତଳେ ଲୁଗା ଚଉଥିଲି। ତ କାମ